ମୁଁ ଯଦି ଏବେ ତମକୁ ପଚାରିବି ଭାରତର ସବୁଠାରୁ ବଡ଼ ରାଜନୈତିକ ଦଳ କିଏ, ତମ ମନରେ ଆନ୍ସର କ'ଣ ଆସିବ? ଅବଭିୟସଲି ବିଜେପି। କିନ୍ତୁ ମାତ୍ର 7 ଦିନ ଭିତରେ ଇଣ୍ଟରନେଟ୍ରେ 2 କୋଟିରୁ ବି ଅଧିକ ଫଲୋଅର୍ସ ବନେଇ ସବୁ ବଡ଼ ବଡ଼ ଦଳକୁ ବି ପଛରେ ପକେଇ ଦେଇଛି ଗୋଟେ ନୂଆ ପାର୍ଟି ସିଜେପି, ମାନେ କି କକରୋଚ ଜନତା ପାର୍ଟି। କିନ୍ତୁ ହଠାତ୍ ଏହି ଅସରପା ପାର୍ଟି ଆସିଲା କୋଉଠୁ? ଆକ୍ଚୁଆଲି ଏହି ପାର୍ଟିର ଆରମ୍ଭ ହେଲା ମେ ମାସ 15 ତାରିଖରେ, ଯେବେ ସୁପ୍ରିମକୋର୍ଟରେ ଚିଫ୍ ଜଷ୍ଟିସ ସୂର୍ଯ୍ୟକାନ୍ତ ଗୋଟେ ମନ୍ତବ୍ୟ ଦେଇ କହିଲେ ଯେ ଦେଶରେ କିଛି ବେରୋଜଗାର ଯୁବକ সোশিয়াল ମିଡିଆରେ କକରୋଚ ଭଳି ମାନେ କି ଅସରପା ଭଳି ସମସ୍ତଙ୍କ କଥାରେ ମୁଣ୍ଡ ପୁରାଉଛନ୍ତି। ଯଦିଓ ତା ପରଦିନ ଏହି ମାମଲାକୁ ଦେଖିକି ସ୍ପଷ୍ଟୀକରଣ ଦେଇ କୁହାଗଲା କି ସେହି ସବୁ କଥା ଯୁବପିଢ଼ିଙ୍କୁ କୁହାହେଇନି, ବରଂ ନକଲି ଡିଗ୍ରୀ ରଖିଥିବା ଲୋକମାନଙ୍କୁ କୁହାଯାଇଛି। ହେଲେ ସେତେବେଳକୁ ତ ବହୁତ ଡେରି ହେଇସାରିଥିଲା। ରାତାରାତି ଇଣ୍ଟରନେଟ୍ରେ ନିଆଁ ଲାଗି ସାରିଥିଲା। ଯୁବପିଢ଼ି ମାନଙ୍କୁ ଏହି କଥା ଜୋତାରେ ମାଡ଼ ପରି ଲାଗିଲା। ଲାଗିବନି ବି କାହିଁକି? ଗୋଟେ ପଟେ ପେପର ଲିକ୍ ହଉଛି, ଚାକିରି ଖୋଜି ଖୋଜି ବୟସ ସରିବାକୁ ବସିଲାଣି। ତା ଭିତରେ ଯଦି ଏମିତି କଥା ପୁଣି ସରକାରଙ୍କ ଠାରୁ ଶୁଣିବାକୁ ମିଳିବ ତାହେଲେ ରାଗିବାଟା ତ ସୁନିଶ୍ଚିତ। ତାପରେ କ'ଣ ହେଲା? ଇଣ୍ଟରନେଟ୍ରେ ଯୁବପିଢ଼ି ମାନେ ମିଶି ସେହି ଶବ୍ଦକୁ ହିଁ ଅସ୍ତ୍ର କରି ବସିଲେ, ଆଉ ସାମ୍ନାକୁ ଆସିଲା କକରୋଚ ଜନତା ପାର୍ଟି। ହଁ, ଏଟା ସତ କି ଏହି ପାର୍ଟି ଇଲେକ୍ସନ ଲଢ଼ିବା ପାଇଁ ହେଇନି, ବରଂ ସରକାର ଏଗେନ୍ଷ୍ଟରେ ଆୱାଜ ଉଠିବା ପାଇଁ ହେଇଛି। ଏହି କକରୋଚ ଜନତା ପାର୍ଟିଟି ସେମାନଙ୍କ ପାଇଁ ନୁହଁ ଯେଉଁମାନେ ନେତାମାନଙ୍କୁ ଇଲେକ୍ସନରେ ଜିତିବାକୁ ଚାହୁଁଛନ୍ତି, ବରଂ ଏହି ପାର୍ଟିରେ ସାମିଲ ହେବା ପାଇଁ ତମ ପାଖରେ ଏହି 4ଟି ଯୋଗ୍ୟତା ଥିବା ଦରକାର। ଫାର୍ଷ୍ଟଟା ତ ହେଲା ତମେ ପିଓର ବେକାରୀ ହେଇଥିବା ଦରକାର, ମାନେ କି ତମ ପାଖରେ ସେ ସବୁ ଡିଗ୍ରୀ ଥିବ ଯାହାଦ୍ୱାରା ତମେ ଗୋଟେ ବହୁତ ଭଲ ଜବ୍ଟେ କରିପାରିବ, କିନ୍ତୁ ଆଜି ପର୍ଯ୍ୟନ୍ତ ତମେ ସେହି ଜବ୍ର ଜଏନିଂ ଲେଟର କେବେ ଦେଖିବାକୁ ହିଁ ପାଇନଥିବ। ସେକେଣ୍ଡଟା ହେଲା ତମେ ଖାଣ୍ଟି ଅଳସୁଆ ହେଇଥିବା ଦରକାର, ସେଟା ବି ବିନା ମିଲାବଟ ବାଲା, ମାନେ କି ତମେ ଦେଶକୁ ଆଗକୁ ବଢିବା ପାଇଁ ସ୍ୱପ୍ନ ବହୁତ ଦେଖୁଥିବ କିନ୍ତୁ ଦିନ ସାରା ବିଛଣାରେ ତମ ଦିନ କଟୁଥିବ। ଥାର୍ଡଟା ହେଲା ତମେ ଦିନରେ ମିନିମମ୍ 11 ରୁ 12 ଘଣ୍ଟା ଅନଲାଇନ ଆକ୍ଟିଭ ରହୁଥିବା ଦରକାର। ତେଣିକି ତମେ ବାଥରୁମରେ ଥାଅ, ଖାଉଥାଅ କି ଶୋଇଥାଅ, ମୋବାଇଲ ଦେଖି ଦେଖି ତମ ଆଖିରୁ ପାଣି ବି ବାହାରୁ ଆସୁଥାଉ ନା କାହିଁକି, କିନ୍ତୁ ତଥାପି ତମେ ଅନଲାଇନ ରହିବା ପାଇଁ ସଂଘର୍ଷ କରୁଥିବା ଦରକାର, ହାର ନ ମାନୁଥିବା ଦରକାର। ଆଉ ଫୋର୍ଥ ଯୋଗ୍ୟତାଟା ହେଲା ସବୁଠାରୁ ମେନ୍, ତମକୁ ପ୍ରୋଫେସନାଲ ଟ୍ରୋଲିଂ ଆସୁଥିବା ଦରକାର, ଲୋକମାନଙ୍କୁ ପ୍ରତିବାଦ କରିବା ଆସୁଥିବା ଦରକାର, ସେଟା ବି ଅନଲାଇନରେ, ମାନେ କି ମିମ୍ସ ତିଆରି କରିକି, କମେଣ୍ଟ ବକ୍ସରେ ଯୁକ୍ତିତର୍କ କରିକି। ଏହି ସବୁ ଡିଜିଟାଲ ପ୍ରତିବାଦରେ ତମେ ଏକ୍ସପର୍ଟ ହେଇଥିବା ଦରକାର। ତା ସହିତ ଦେଶର ବଡ଼ ବଡ଼ ସମସ୍ୟା, ପେପର ଲିକ୍ ଆଉ ବେକାରୀ ମାନଙ୍କୁ ନେଇକି ମଜାଦାର ଢଙ୍ଗରେ ସରକାରର ବ୍ୟବସ୍ଥାକୁ ପ୍ରଶ୍ନ କରିବାର ସାହସ ଥିବା ଦରକାର। ତମକୁ ଏହି ସବୁ ଯୋଗ୍ୟତା ଶୁଣିବାକୁ ତ ମଜା ଲାଗୁଥିବ, କିନ୍ତୁ ତମେ ଜାଣିକି ଆଶ୍ଚର୍ଯ୍ୟ ହେବ ଏହି କକରୋଚ ଜନତା ପାର୍ଟି ଖୋଲିବାର 48 ଘଣ୍ଟା ଭିତରେ 40,000ରୁ ବି ଅଧିକ ଯୁବକ ଏହାର ଅଫିସିଆଲ ୱେବସାଇଟରେ ନିଜର ନାଁକୁ ରେଜିଷ୍ଟର କରିଥିଲେ, ଆଉ ଏବେ ପାଖାପାଖି 2 କୋଟିରୁ ବି ଅଧିକ ଲୋକ କରିସାରିଲେଣି। ହେଲେ ଏହି କକରୋଚ ଜନତା ପାର୍ଟି ଭାଇରାଲ ହେବାର ମୁଖ୍ୟ କାରଣ କିଛି ଅଲଗା। ସେଟା ହେଲା ଏହି ପାର୍ଟି ଦ୍ୱାରା କରାଯାଉଥିବା 4ଟି ଦାବି, ଯୋଉଥିରେ ଫାର୍ଷ୍ଟଟା ହେଲା କୌଣସି ବି ଜଜ୍ ରିଟାୟାର ହେବା ପରେ ସରକାରଙ୍କ ତରଫରୁ କୌଣସି ରାଜ୍ୟସଭା ସିଟ୍ କି କୌଣସି ପଦବୀ ପାଇବେ ନାହିଁ। ସେକେଣ୍ଡଟା ହେଲା ଟଙ୍କା ଲୋଭରେ ଦଳ ବଦଳୁଥିବା ନେତାମାନଙ୍କୁ ଆଗାମୀ 20 ବର୍ଷ ପାଇଁ ବ୍ୟାନ୍ କରାଯାଉ। ଥାର୍ଡଟା ହେଲା ସଂସଦରେ ମହିଳାମାନଙ୍କୁ ପିଓର 50% ସଂରକ୍ଷଣ ମିଳୁ। ଆଉ ଶେଷରେ ନିଟ୍ ଭଳି ବଡ଼ ବଡ଼ ଏକ୍ଜାମରେ ଯେଉଁମାନେ ପେପର ଲିକ୍ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର ଆଇନକୁ ଅଣାଯାଉ। ଯୁବକମାନଙ୍କ ଏହି ପାର୍ଟି ଦ୍ୱାରା କରାଯାଇଥିବା ଆନ୍ଦୋଳନ ସରକାରଙ୍କୁ ଏତେ ଡରେଇ ଦେଇଛି ଯେ ଟ୍ୱିଟରରୁ କକରୋଚ ଜନତା ପାର୍ଟିର ଆକାଉଣ୍ଟକୁ ଭାରତରେ ବ୍ୟାନ୍ କରିସାରିଲେଣି। କିନ୍ତୁ ଇଣ୍ଟରନେଟ୍ରେ ଯୁବପିଢ଼ି ସରକାରଙ୍କୁ କହୁଛନ୍ତି ଯେ ଆମେ ହେଲୁ ଅସରପା, ଆମେ ପରମାଣୁ ବୋମା ପଡ଼ିଲେ ବି ବଞ୍ଚିଯିବୁ, ତମେ ବ୍ୟାନ୍ କରିକି ଆମକୁ ଡରେଇ ପାରିବନି। ତେବେ ଆପଣ କ'ଣ ଏହି କକରୋଚ ଜନତା ପାର୍ଟିରେ ଯୋଗ ଦେବାକୁ ଚାହାନ୍ତି?